ବୁଦ୍ଧ କହୁଥିଲେ ଯେ ନିଜ କ୍ରୋଧକୁ ଲଗାମ ଦିଏ ତାହାକୁ ମୁଁ ଉତ୍ତମ ଚାଳକ ମନେ କରେ। କେହି ଯଦି ତୁମକୁ ଆଘାତ ଦିଏ, ଅପମାନିତ କରେ, ଠିକ୍ ଏହି ସମୟରେ ତା ପ୍ରତି କୌଣସି ପ୍ରତିକ୍ରିୟା ସୃଷ୍ଟି କର ନାହିଁ। ତୁମର ପ୍ରତିକ୍ରିୟାରୁ ସୃଷ୍ଟ ଅହଙ୍କାର, କ୍ରୋଧ ଲଗାମ ଦିଅ। ମନେ ରଖ, ତୁମର ମନ ହିଁ ତୁମର ଶକ୍ତି ଅଟେ। ଦୁନିଆ ଯେତେବେଳେ ତୁମକୁ ଆଘାତ ଦିଏ ବା ଅପମାନିତ କରେ, କେବେ ହେଲେ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ଦିଅ ନା। ରହିଯାଇ ନୀରବ ରୁହ। ନୀରବତା ବାଧା ନୁହେଁ କି ତାକୁ ବାଧା ଦେବା ନୁହେଁ। ଏହାର କାରଣ ତୁମର ପ୍ରତିକ୍ରିୟା ତୁମର ଅହଙ୍କାରକୁ ଦେଖିବା। ଏହି ଦେଖିବା ଯେଉଁ ବ୍ୟକ୍ତି ମୌନରେ ପ୍ରକାଶ କରେ ସେ କେବେ ହାର ମାନେ ନା। ଏହା ଏକ ଘୋଷଣା, ତୁମର ଡୋରି ତୁମ ହାତରେ ଅଛି। ଏହି ମୌନତା ମଧ୍ୟରେ ଶାନ୍ତି ଥାଏ, ବୁଦ୍ଧି ଥାଏ। ଗାଳିରେ ଦେବା ଠିକ୍ ନୁହେଁ। ଗାଳି ପରେ ନିଜକୁ ମୌନ ରଖ। ତାହା ମନର ଜାଗୃତି ଅବସ୍ଥା ଅଟେ। ମନରେ ଜାଗୃତି ଅବସ୍ଥା ଜନ୍ମିଲେ ତୁମର ଶକ୍ତି ଅଜୟ ଶକ୍ତିରେ ପରିଣତ ହେବ। ଲଢ଼େଇରେ ଲଢ଼େଇ କରିବା ଠିକ୍ ନୁହେଁ। ଅନ୍ୟ ହାତର କାଠ ପିତୁଳା ହେବାରୁ ମୁକ୍ତି ପାଅ। ଯେ ମୌନ ରହେ ସେ ବଡ଼ ଅଟେ। ଏହାଫଳରେ ତାର ଆତ୍ମଶକ୍ତି ଦ୍ୱିଗୁଣିତ ହୁଏ।